ପିଲାମାନେ ଏଇ ଯେଉଁ ପିଲାଙ୍କ ବର୍ଣ୍ଣବୋଧ ମଧୁସୂଦନ ରାଓଙ୍କ ଦ୍ୱାରା ରଚିତ ଦେଖୁଛ ପୁସ୍ତକଟି, ଏ ପୁସ୍ତକଟି ତମମାନଙ୍କ ପାଇଁ ମୁଁ ଆଣିଛି। ଛବିଳ ମଧୁ ବର୍ଣ୍ଣବୋଧର ସମସ୍ତ ପାଠ ମୁଁ ଛାଡ଼ି ଦେଇଛି ମୋ ଚ୍ୟାନେଲରେ, ତାର ପ୍ଲେଲିଷ୍ଟ ସଜାଇ ଦେଇଛି। ମୋର ଲକ୍ଷ୍ୟ ରହିଛି ଯେଉଁ ବିଷୟ ସବୁ ବାକି ରହିଛି, ଗଣିତ ଇଂରାଜୀ ଯାହା ବି ରହିଛି ପ୍ରଥମ ଦ୍ୱିତୀୟ ଶ୍ରେଣୀର ଆଗକୁ ମୁଁ ନେଇଯିବି, କିନ୍ତୁ ଟିକେ ସମୟ ଅଭାବ ରହୁଛି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ମୋର ପ୍ରିୟ ଅଭିଭାବକ ଅଭିଭାବିକା ବନ୍ଧୁ ଭାଇ ଭଗିନୀ ମାନଙ୍କୁ ମୁଁ କ୍ଷମା ଚାହୁଁଛି। ତାଙ୍କଠୁ ମୁଁ ଆଗକୁ କରିବି, ଆପଣଙ୍କ ରିକ୍ୱେଷ୍ଟ ସବୁ ମୁଁ ପଢ଼ୁଛି। ଏବେ ଦେଖ ଚାଷ ଚରାକାର ମନୁଷ୍ୟ ଚାଷ ଏ ରହିଛି ବିବିଧ ପାଠ ଉପରେ। ଆମ୍ଭ ଗ୍ରାମର କୃଷକମାନେ ସେମାନଙ୍କର ଧାନ ଜମି ସବୁ ହଳ କରି ସାରିଲେଣି। ଆଜି ଚାଷୀମାନେ ଧାନ ବୁଣିବେ, ଆସ ଦେଖିବାକୁ ଯିବ। ଏଠି ଯିବା ଲେଖିବା ହେଲା। ଯେଉଁ ଧାନ ବୁଣାଯାଏ ତାହାକୁ ବିହନ କହନ୍ତି। ବିହନ ବୁଣି ସାରି କୃଷକମାନେ ଜମି ଉପରେ ମଇ ଦେଇ ତାହାକୁ ସମତଳ କରିଦିଅନ୍ତି। ବିହନ ବୃଷ୍ଟି ଜଳ ଓ ରୌଦ୍ର ତାପରେ ପୁଷ୍ଟ ହୋଇ ଧାନ ଗଛ ହୁଏ। ରୌଦ୍ର ମାନେ କ'ଣ? ଖରା। ବୃଷ୍ଟି ଜଳ ହେଲା ବର୍ଷା ପାଣି। ଧାନ ଗଛରେ ଧାନ ଫଳିଲେ କୃଷକମାନେ ଆନନ୍ଦରେ ଧାନ ଅମଳ କରନ୍ତି। ତାପରେ ଆସିଲା ମାଛ। ମତ୍ସ୍ୟମାନେ, ମତ୍ସ୍ୟ ମାଛ ମାନେ ମତ୍ସ୍ୟ ହେଲା କି, ମତ୍ସ୍ୟ ମାନେ ମାଛ। ମତ୍ସ୍ୟମାନେ ଜଳରେ ବାସ କରନ୍ତି। ସେମାନଙ୍କୁ ଜଳରୁ କାଢ଼ି ଆଣିଲେ ସେମାନେ ଅଳ୍ପ କ୍ଷଣ ମଧ୍ୟରେ ମରିଯିବେ। ମତ୍ସ୍ୟମାନଙ୍କର ପାଦ ନାହିଁ, ସେମାନଙ୍କର ଲାଞ୍ଜ ଓ ଡେଣା ସାହାଯ୍ୟରେ ସନ୍ତରଣ କରନ୍ତି। ଅଧିକାଂଶ ମତ୍ସ୍ୟମାନଙ୍କ ଦେହରେ କାତି ଥାଏ। ମତ୍ସ୍ୟମାନେ ଅଣ୍ଡା ବା ଡିମ୍ବରୁ ଜାତ ହେଲା। କାତି ଯେଟା ଆମେ ଆଇଁଷକୁ। ମହୁମାଛି, ତୁମ୍ଭେ ମହୁମାଛି ମାନଙ୍କର ମହୁବସା ଦେଖିଛ କି? ମହୁବସା ଭିତରେ କ୍ଷୁଦ୍ର କ୍ଷୁଦ୍ର କେତେକ କୋଠରୀ ଅଛି ହେଲା। ଏଠି ଅଛି ହବ, ଅଛୁ ଲେଖା ଅଛି ଭୁଲ। ସବୁ କୋଠରୀ ଗୁଡ଼ିକର ଆକାର ହବ, ଏଟା ଆକାର ଆୟତନ ସମାନ। ମହୁମାଛି ମାନେ ପୁଷ୍ପ ମାନଙ୍କରୁ ମଧୁ ସଂଗ୍ରହ କରି ସେହି କୋଠରୀ ମାନଙ୍କରେ ସଞ୍ଚୟ କରନ୍ତି। ଦେଖ କିପରି କୌଶଳରେ ମଧୁଚକା ବା ମହୁବସା ନିର୍ମିତ ହୋଇଅଛି। ମହୁବସାର ଅନ୍ୟ ନାମ ମଧୁଚକା। ମଧୁ ମିଷ୍ଟ ମାନେ ମିଠା ଓ ହିତକାରୀ ମାନେ ଆମ ପାଇଁ ଉପକାରୀ। ମହୁମାଛି ମାନେ ଅତ୍ୟନ୍ତ ପରିଶ୍ରମୀ। ହିତ ହରହର୍ଷଇକାର ତ ହବା କଥା, ତ ଏଠି ଦୀର୍ଘକାର ଦିଆଯାଇଛି, ହରହର୍ଷଇ ହିତ ହବ ହେଲା। ମଧୁମକ୍ଷିକା, ମଧୁମକ୍ଷିକା ପରି ପରିଶ୍ରମ କର। ମାନେ ମହୁମାଛି ଯେମିତି ପରିଶ୍ରମ କରନ୍ତି ତମେ ସେମିତି ପରିଶ୍ରମ କର। କଥାରେ ଅଛି ପରିଶ୍ରମ କର ପ୍ରତି ଦିବସ, କଦାଚନ ହୋ ଆଳସ୍ୟ ବସ ହେଲା। ମହୁମାଛି ମାନଙ୍କର 6ଟା ଗୋଡ଼, 2ଟା, ତେଣୁ ତାକୁ ଷଟପଦ ବୋଲି କୁହାଯାଏ। 2ଟା ଡେଣା, ଅନେକ ଗୁଡ଼ିଏ ଚକ୍ଷୁ ଅଛି। ଅନେକ ଗୁଡ଼ିଏ ଚକ୍ଷୁ ଅଛି ହେଲା। ମନେ ରଖିଲ ମହୁମାଛିର। ପକ୍ଷୀ, ପକ୍ଷୀ ମାନେ କି ସୁନ୍ଦର ବସା ନିର୍ମାଣ କରନ୍ତି। କାଠି କୁଟା ଶୁଷ୍କ ପତ୍ର ପ୍ରଭୃତି ନେଇ ପକ୍ଷୀମାନେ ତାହା ଦ୍ୱାରା ବସା ନିର୍ମାଣ କରନ୍ତି। ଏକ ଏକ ଜାତିର ପକ୍ଷୀ, ଏଟା ଜାତିର ହବ, ଜାଉତିର ଲେଖା ଅଛି, ପ୍ରିଣ୍ଟିଂ ମିଷ୍ଟେକ୍ ଅଛି। ଜାତିର ପକ୍ଷୀ ଭିନ୍ନ ଭିନ୍ନ ପ୍ରକାର ବସା ନିର୍ମାଣ କରନ୍ତି। ପକ୍ଷୀମାନେ ବସା ମଧ୍ୟରେ ଡିମ୍ବ ରଖି ଡିମ୍ବ ଗୁଡ଼ିକୁ ବାରମ୍ବାର ଉଷୁମାଇଲେ ଡିମ୍ବ ମଧ୍ୟରୁ ପକ୍ଷୀ ଶାବକ ବାହାରନ୍ତି। ଶାବକ ମାନେ ଛୁଆ ହେଲା, ଚିକ୍ସ ଯେଟା କହନ୍ତି ପକ୍ଷୀର। ଶାବକ ମାନେ ଡିମ୍ବରୁ ବାହାରିଲା କ୍ଷଣି ଉଡ଼ି ପାରନ୍ତି ନାହିଁ। ସେମାନଙ୍କର ବାପା ମା ସେମାନଙ୍କୁ ଅତି ଯତ୍ନରେ ଖୁଆଇ ରକ୍ଷା କରନ୍ତି। ଏହି ପ୍ରକାର କ୍ରମେ କ୍ରମେ ସବଳ ହୋଇ ଶାବକ ମାନେ ଆକାଶରେ ଉଡ଼ିବାକୁ ଶିଖନ୍ତି। ଆସ ପରବର୍ତ୍ତୀ ପୃଷ୍ଠା ଦେଖିବା କ'ଣ ରହିଛି। ପରବର୍ତ୍ତୀ ପୃଷ୍ଠା ଆସିଲା ସୁନ୍ଦର ସଂସାର। ଆକାଶ ଦିଶେ କି ସୁନ୍ଦର, ତାହାକୁ ରଚିଲେ ଈଶ୍ୱର। ଉଜ୍ଜଳ ସୂର୍ଯ୍ୟ ଚନ୍ଦ୍ର ତାରା, ନୀଳ ସମୁଦ୍ର ଶ୍ୟାମ ଧାରା। ନଦୀ ପର୍ବତ ନଦୀ ତରୁମାନ, ସୃଜିଲେ ପ୍ରଭୁ ଭଗବାନ। ନାନା ବର୍ଣ୍ଣର ଫୁଲ ଫଳ, ବୃକ୍ଷର ପଲ୍ଲବ କମଳ। ମନୁଷ୍ୟ ପଶୁ ପକ୍ଷୀ ଆଦି ସକଳ ସୃଜିଲେ ଅନାଦି। ତାଙ୍କର ଆଜ୍ଞାରେ ପବନ ସର୍ବତ୍ର କରେ ବିଚରଣ। ଅଗ୍ନି ତାଙ୍କରି ଆଦେଶରେ ଉତ୍ତାପ ତେଜ ଦାନ କରେ। ଈଶ୍ୱର ଦୟାର ସାଗର, ତାଙ୍କର ମହିମା ସୁମର ହେଲା କି। ତାପରେ ପରମେଶ୍ୱରଙ୍କ ବିଷୟରେ ଜାଣିବା। ଯାହା ମୁଁ କରଇ, ଯାହା ମୁଁ କହଇ, ଯାହା ମୁଁ ଚିନ୍ତଇ ମନେ। ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି ପ୍ରତି କ୍ଷଣେ। ମୋ ପାଶେ ଅଛନ୍ତି
दिवस रजनी महाप्रभु परात्पर एक कथा सुमरी हृदय ताहांको पूजिबी मु निरंतर। स्तव माने भगवान को प्रार्थना आम करवा ये सब अर्थ तो तुम्हें बुझीजी कि सुंदर आहा कि आनंदमय एहि विशाल संसार धन्य महाप्रभु महिमा तुम्भर अटे अनंत पार सूर्य चंद्र तारा तुम्भरी आज्ञा रे तुम्भरी हम बरसंती ज्योति राशि तुम्भरी कुसुम प्रति प्रभात रे हसई आनंदे भासी पिता माता बंधु भाई भगिनीर हृदय देइछ प्रीति देइछ तेणु मो संसारे रहिछि आनंदे सुख भुंजी नीति नीति दिय भक्ति प्रभु हृदय मोहर विराज नित्य तहिरे सत्य पथे रही तुम्भरी आश्रारे जाऊ मो दिन महिरे। एबे पिले आगको पर कालांशरे देखिबा आज एतिकी रहुची। भगवान तुम मान मंगल करंतु। जय जगन्नाथ। मन देई पढ़िबा बड़ मनीष बनिबा।